ষষ্ঠ দিନରେ গন্ধমার্দন সুরক্ষা যুব পরিষদর ধারণা জীবন দেবু কিন্তু গন্ধমার্দন ছাড়িবু নাই। বিজেডি জিলা সম্পাদক বଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲା ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗନ୍ଧମାର୍ଦନ ପର୍ବତର ସୁରକ୍ଷା ଦାବିରେ ଯୁବ ପରିଷଦ ପକ୍ଷରୁ ଚାଲିଥିବା ଗଣଧାରଣା ଆଜି 6 ଦିନରେ ପହଞ୍ଚିଛି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ମନ୍ତବ୍ୟକୁ ଆନ୍ଦୋଳନକାରୀ ପସନ୍ଦ କରିନଥିବା ବେଳେ ଦୋଷ ଲୁଚାଇବା ପାଇଁ ପର ଉପରେ ଦୋଷ ଲଦିଦେବା ବନ୍ଦ କରନ୍ତୁ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଗନ୍ଧମାର୍ଦନ ଉପରେ ଆଦାନୀର କୁଦୃଷ୍ଟି ପଡ଼ିଥିବା ବେଳେ ରାଜ୍ୟ ରାଜନୀତି ଜୋର ଧରିଛି। ଏନେଇ ବଙ୍ଗମୁଣ୍ଡା ବ୍ଲକ ସରପଞ୍ଚ ତଥା ବଲାଙ୍ଗୀର ଜିଲ୍ଲା ବିଜେଡି ସମ୍ପାଦକ ଅଜିତ ଯୋଶୀ ଯୋଗଦାନ କରି ଧାରଣାରେ ବସିଛନ୍ତି। ଶ୍ରୀ ଯୋଶୀ ବର୍ତ୍ତମାନ ସରକାର ଉପରେ ବର୍ଷିଥିଲେ ବିଜେପି ସରକାର 6 ମାସ ନ ପୂର୍ବରୁ ଗନ୍ଧମାର୍ଦନକୁ ବିକ୍ରି କରିଦେଇଛି, ହେଲେ ଆଗାମୀ 5 ବର୍ଷରେ ଓଡ଼ିଶାକୁ ବିକ୍ରି କରିଦେବେ ବୋଲି ସେ କହିଥିଲେ ଏବଂ ଏହା ମଧ୍ୟ କହିଥିଲେ ଆଗାମୀ ଦିନରେ ଆଦାନୀ ଗନ୍ଧମାର୍ଦନକୁ ଛାଡ଼ି ନ ପଳାଏ ତାହେଲେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି କୁହାଯାଇଛି।